నాకు తోడుగా ఉంటాడు. ସେ ଅବ୍ରାମକୁ ଯେମିତି ପ୍ରତିଜ୍ଞା କଲେ అబ్రాహాముకి ఏ విధంగా అయితే ସେ వాగ్దానం ମୋତେ చేశాడో ପ୍ରତିଜ୍ଞା କରିବେ। నాకు కూడా వాగ్దానం చేస్తాడు. ଆଜି ତାଙ୍କ ପ୍ରତିଜ୍ଞାକୁ ମୁଁ ନେଇକି ଯିବି। ఆయన వాగ్దానాన్ని పట్టుకొని వెళ్తాను. ମୋ ସହିତ ଉଚ୍ଚାରଣ କରନ୍ତୁ, అయ్యగారితో చెప్పండి అందరూ. ସଦା ପ୍ରଭୁ ମୋହର ପ୍ରତିପାଳକ, సదా ప్రభు ମୋର ପ୍ରତିପାଳକ, ମୋହର ଅଭାବ ହେବ ନାହିଁ। ମୋର ଅଭାବ ନାହିଁ। ସେ କୋମଳ ତୃଣମୟ ସ୍ଥାନରେ ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି। ମୋତେ ଶୟନ କରାନ୍ତି। ସେ ସ୍ଥିର ଜଳ ପାଖେ ପାଖେ ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢାଇ ନିଅନ୍ତି। ମୋତେ କୋଡ଼ାଇ ନିଅନ୍ତି। ସେ ମୋ ପ୍ରାଣକୁ ସୁସ୍ଥ କରନ୍ତି। ସେ ମୋ ପ୍ରାଣକୁ ସୁସ୍ଥ କରନ୍ତି। ସେ ଆପଣା ନାମ ସକାଶୁ ସେ ଆପଣା ନାମ ସକାଶୁ ଧର୍ମ ପଥରେ ଧର୍ମ ପଥରେ କଢାଇ ନିଅନ୍ତି। କୋଡ଼ାଇ ନିଅନ୍ତି। ଏଣୁ ମୁଁ ଏଣୁ ମୁଁ ମୃତ୍ୟୁ ଛାୟା ରୂପ ମୃତ୍ୟୁ ଛାୟା ଉପରେ ଉପତ୍ୟକା ଦେଇ ଗମନ କଲେ ହେ ଉପତ୍ୟକା ଦେଇ ଗମନ କଲେ କୌଣସି ଆପଦକୁ ଭୟ କରିବି ନାହିଁ। କୌଣସି ଆପଦକୁ ଭୟ କରିବି ନାହିଁ। କାରଣ ତୁମ୍ଭେ ମୋହର ସହବର୍ତ୍ତୀ, କାରଣ ତୁମ୍ଭେ ମୋର ସହବର୍ତ୍ତୀ। ତୁମ୍ଭର ପାଞ୍ଚଣ ତୁମର ପାଞ୍ଚଣ ଓ ତୁମ୍ଭର ବାଡ଼ି ଓ ତୁମର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି। ମୋତେ ସାନ୍ତ୍ୱନା ତୁମ୍ଭେ ଦିଅନ୍ତି। ମୋ ଶତ୍ରୁଗଣକୁ ସାକ୍ଷାତରେ ତୁମ୍ଭେ ମୋ ଶତ୍ରୁଗଣ ସାକ୍ଷାତରେ ମୋ ସମ୍ମୁଖରେ ମୋ ସମ୍ମୁଖରେ ମେଜ ସଜାଉଅଛ। ମେଜ ସଜାଉଛ। ତୁମ୍ଭେ ତୈଳରେ ତୁମ୍ଭ ତୈଳରେ ମୋ ମସ୍ତକ ସିକ୍ତ କରିଅଛ। ମସ୍ତକ ସିକ୍ତ ମୋ କରିଅଛ। ପାନ ପାତ୍ର ଉଛୁଳି ପଡୁଅଛି। ମୋ ପାନ ପାତ୍ର ଉଛୁଳି ପଡୁଅଛି। ନିଶ୍ଚୟ ମଙ୍ଗଳ ଦୟା ନିଶ୍ଚୟ ମଙ୍ଗଳ ଦୟା ମୋହର ଜୀବନ ଯାଏ ମୋର ଜୀବନ ଯାଏ ମୋହର ପଶ୍ଚାତଗାମୀ ହେବ। ମୋର ପଶ୍ଚାତଗାମୀ ହେବ। ପୁଣି ମୁଁ ସର୍ବଦା ମୁଁ ପୁଣି ସର୍ବଦା ସଦା ପ୍ରଭୁଙ୍କ ଗୃହରେ ବାସ କରିବି। ସଦା ପ୍ରଭୁଙ୍କ ଗୃହରେ ବାସ କରିବି। ପ୍ରଭୁ ଆଜି ମୁଁ ଧନ୍ୟବାଦ ଦଉଛି, ప్రభు ప్రభు మీకు వందనాలు ప్రభు. ପାଗକୁ ତମେ ଠିକ ରଖିଲ। వాతావరణం మీరు కాపాడారు. ମୋ ସହିତ କୁହନ୍ତୁ, ପ୍ରଭୁ ମୁଁ ଧନ୍ୟବାଦ ଦଉଛି, ସମସ୍ତେ କହିବା ମତେ ସୁସ୍ଥତା ଦେଲ। ପ୍ରଭୁ ମୁଁ ଧନ୍ୟବାଦ ଦଉଛି, ଏ ଜାଗାରେ ମତେ ଆଣିଲ। ପ୍ରଭୁ ମୁଁ ଧନ୍ୟବାଦ ଦଉଛି, ଆସନ୍ତା କାଲି ମୋ ପାଇଁ ଏକ ଉତ୍ତମ ସହଭାଗିତା ହେବ। ଆଦର ଗୌରବ ମହିମା ତୁମକୁ ଦେଇ ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍। ଆସନ୍ତୁ ସମସ୍ତେ।